ଦୟାକରି ଆପଣଙ୍କ ଅନୁଗାମୀ ହୋଇଅଛୁ, ଆମେମାନେ ତେବେ କ'ଣ ପାଇବା? ଯୀଶୁ ସେମାନେ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟ ପୁତ୍ର ଆପଣା ଗୌରବମୟ ସିଂହାସନରୁ ପ୍ରବେଶନ କରିବେ, ସେତେବେଳେ ମୋର ଅନୁଗାମୀ ହୋଇଅଛ ଯେ ତୁମେମାନେ ମଧ୍ୟ ଦ୍ୱାଦଶ ସିଂହାସନରୁ ପ୍ରବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକି ଶାସନ କରିବ। ପୁଣି ଯେ କେହି ମୋର ନାମ ସକାଶେ ଗୃହ କି ଭ୍ରାତା କି ଭଗ୍ନୀ କି ପିତା କି ମାତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି ଅନନ୍ତ ଜୀବନର ଅଧିକାରୀ ହେବ। କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ। ମୋ ସହିତ ପଢ଼ିଲେ କି ଯେମାନଙ୍କର ବାଇବେଲ ଅଛି ସେମାନେ ମୋ ସହିତ ମିଶି ପଢ଼ନ୍ତୁ କହୁଥିଲି। ମୁଁ କହିଲା ପରେ ନାହିଁ, ମାତ୍ର ମୋ ସହିତ ପଢ଼ିତେ, ଯଦି କରିନାହାନ୍ତି ଆଉ ଥରେ କରନ୍ତୁ। 27 ପଦରୁ, ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ ଆମେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ, ଆମେମାନେ ତେବେ କ'ଣ ପାଇବା? ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟ ପୁତ୍ର ଆପଣା ଗୌରବମୟ ସିଂହାସନରୁ ପ୍ରବେଶନ କରିବେ, ସେତେବେଳେ ମୋର ଅନୁଗାମୀ ହୋଇଅଛ ଯେ ତୁମେମାନେ ମଧ୍ୟ ଦ୍ୱାଦଶ ସିଂହାସନରୁ ପ୍ରବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକି ଶାସନ କରିବ। ପୁଣି ଯେ କେହି ମୋର ନାମ ସକାଶେ ଗୃହ କି ଭଗ୍ନୀ ଭ୍ରାତା କି ଭଗ୍ନୀ କି ପିତା କି ମାତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି ଅନନ୍ତ ଜୀବନର ଅଧିକାରୀ ହେବ। କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ। ଧନ୍ୟବାଦ। ପ୍ରଭୁ ବାକ୍ୟ ଦେଇ ସମସ୍ତଙ୍କୁ ବିଶେଷ ଆଶୀର୍ବାଦ କରନ୍ତୁ। ଆମେ ଗୋଟେ ପଦରୁ ଆରମ୍ଭ କରିବା। 27 ପଦ, ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ ଆମେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ, ଆମେମାନେ ତେବେ କ'ଣ ପାଇବା? ଆମେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ, ଆମେମାନେ ତେବେ କ'ଣ ପାଇବା? ଯେ ପ୍ରଭୁ ତୁମ ପଛରେ ଗଲେ ଆମକୁ କ'ଣ ମିଳିବ? ତୁମ ପଛରେ ଗଲେ ଆମେ କ'ଣ ପାଇବୁ? ଆଜି ଆମେ ଜାଣିବା ପାଇଁ ଚାହୁଁଛୁ, ଆଜି ଆମେ ନିଶ୍ଚିତ ହେବା ପାଇଁ ଚାହୁଁଛୁ। ଏଠି ଯେଉଁ ପ୍ରଶ୍ନ କିଏ କାହାକୁ ପଚାରୁଛନ୍ତି? ଯୀଶୁ ପ୍ରଭୁଙ୍କର ବଡ଼ ବଡ଼ ଶିଷ୍ୟମାନେ, ଯେଉଁମାନଙ୍କୁ ପଟ ଶିଷ୍ୟ ବୋଲି କହୁଛୁ ବା ପ୍ରେରିତ ବୋଲି କହୁଛୁ, ଏମାନେ କାହାକୁ ପଚାରୁଛନ୍ତି? ଯୀଶୁଙ୍କୁ ପଚାରୁଛନ୍ତି। ଆଉ ସେ ପ୍ରଶ୍ନ ଆଜି ମଧ୍ୟ ଅନେକ ପଚାରୁଛନ୍ତି ଯେ ପ୍ରଭୁ ଯୀଶୁଙ୍କ ପଛରେ ଗଲେ ମୋତେ କ'ଣ ମିଳିବ? କେତେ ବର୍ଷର ପୁରୁଣା ପ୍ରଶ୍ନ? 2000 ବର୍ଷର ପୁରୁଣା ପ୍ରଶ୍ନ। ଆଜି ବି ସେ ପ୍ରଶ୍ନ ପଚରା ହେଉଛି। ସେତେବେଳେ ଏଇ ପ୍ରଶ୍ନ କିଏ ପଚାରିଥିଲେ? ଯୀଶୁ ପ୍ରଭୁଙ୍କ ନିଜର ଶିଷ୍ୟମାନେ ଅନେକ ରାସ୍ତା ଚାଲିଲା ପରେ, ଅନେକ ବାଟ ଗଲା ପରେ, ଅନେକ ବର୍ଷ ବିତାଇଲା ପରେ ଏ ପ୍ରଶ୍ନ କରିଥିଲେ, ଆମେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କର ଅନୁଗାମୀ ହେଇଛୁ, ତେବେ ଆମେ କ'ଣ ପାଇବା? ଆଜି ମଧ୍ୟ ଲୋକମାନେ ପ୍ରଶ୍ନ ପଚାରୁଛନ୍ତି ଯେ ଯୀଶୁଙ୍କ ପଛରେ ଗଲେ, ପ୍ରଭୁଙ୍କର ପଛରେ ଗଲେ, ପ୍ରଭୁଙ୍କ ଲୋକ ହେଲେ ଆମମାନଙ୍କୁ କ'ଣ ମିଳିବ? ଶିଷ୍ୟମାନଙ୍କ ପ୍ରଶ୍ନ କାହା ପାଖରେ? ଯୀଶୁଙ୍କ ପାଖରେ। ଆମେ ଟିକେ ଧ୍ୟାନ ଦେବା ପ୍ରିୟ ମା ଭାଇ ଭଉଣୀମାନେ, ଅନେକ ସମୟରେ ଅନେକ ପରିସ୍ଥିତିରେ ଆମମାନଙ୍କର ମନ ଭିତରେ କେତେଟା ପ୍ରଶ୍ନ ଉଠେ, ଆଉ ସେ ପ୍ରଶ୍ନ ଆମର ମନକୁ ପୁରା ଦ୍ୱନ୍ଦ୍ୱରେ ପକାଇଦେବ, ନାଇଁ କି? ଆଉ ସେ ପ୍ରଶ୍ନର ଉତ୍ତର ଦରକାର ଅଛି, ଆଉ ତାର ଗୋଟେ ସମାଧାନ ହେବା ଦରକାର ରହିଛି। କେତେଟା ଅନେକ ସମୟରେ ସାମ୍ନାରେ କେତେଟା ଘଟଣା ଘଟିଗଲା ବେଳକୁ ମନ ଭିତରେ କେତେଟା ମାନେ କଠିନ ପ୍ରଶ୍ନ ଆସିବ, ମନ ଭିତରେ କେତେଟା ଚିନ୍ତା ଆସିଯିବ, ଆଉ ସେ ଚିନ୍ତା ବିଶ୍ୱାସୀମାନଙ୍କୁ ଅବିଶ୍ୱାସୀମାନଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଦେବ, ସମସ୍ୟାରେ ପକାଇଦେବ। ତାର ସମାଧାନ ହେବାର ଆବଶ୍ୟକ ରହିଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।
ते जीशुको सामने प्रश्न आसूची आउ से चाहूँगी प्रभु तुम्हें आमको उत्तर दियो आम तुम पचर आसीचु आउ ये प्रश्न तुमको पचारुछु आमको उत्तर दियो आउ तुम पछे आसवाई आम सबकि परित्याग करूँ तार बदल तार परिवर्ते आम कौन पाइबू जार मन भितर प्रश्न आइब जे जीशुंकर पछरे गले कौन मिलबो आम कहीं जीशु पछरे चलीचु आज अनेक ये धारणा किए तो चाउल बस्तार ख्रीस्टियान बोल कहल भी अच्छा गोटे बस्ता चाउल देले ख्रीस्टियान हो जाती गोटे केजी चाउल देले ख्रीस्टियान होती 5,000 टंका देदे ख्रीस्टियान होती आज भी लोक भीतर प्रश्न अच्छी किंतु तार उत्तर पाई नाहंती समस्या अच्छी मात्र तार समाधान को देखी नाहंती ते प्रश्न जीशु सामना कले आउ तार उत्तर से दौरान ए प्रश्न पचारिवाटा स्वाभाविक साधारण कथा यहाँ जे भी प्रश्न कर जीशुंकर शिष्य मैंने जब प्रश्न कर जो मैंने जीशु प्रभुंकर शिष्य हो ना जीशु लोक हो ना से साधारण कथा प्रश्न पचारिबा जदि प्रभु जीशुंकर बड़ बड़ शिष्य माने प्रेरित माने पट शिष्य माने प्रधान शिष्य जो प्रश्न करें आमर भाई लोक मन भितर अविश्वासी मान मन भितर ए प्रश्न साधारण उठिब जे तुम पछरे आसवाई केते मूल्य देचु से मूल्य कौन आम सबकि परित्याग करी तुम पछे आसीचु तार बदल रे आम कौन पाइबा ये देखुचु पितर जो प्रश्न पचारुचंती से प्रश्न कौन थिला आमे माने तेबे कौन पाइबा तुम पछरे जीवा पाई आमे सर्व हराइछु आमे सब परित्याग करछु माने एरा कौन बुझाइला तुम पछरे आइबा पाई आमे सब किछि छाड़ी देइछु तार अर्थ आमे तुम पछरे जीवा पाई संपूर्ण समर्पित हो जे सब किछि छाड़ी माने से प्रभुंको पछरे जीवा पाई प्रभुंकर पाई संपूर्ण समर्पित होइछि ते संपूर्ण समर्पित होला परे मध्य आमर फायदा कौन व्हाट बेनिफिट्स विल रीप व्हाट बेनिफिट्स विल गेट आम कि लाभ पाइबू आपण मान प्रश्न पचारि पारे हैं उत्तर किंतु निजे निजे दिंतु ना लोकटू पातु ना मात्र जीशु की उत्तर दौरान अपेक्षा करूँ प्रश्न आपन नहीं पारे मात्र उत्तर काठू पातु लोकों ठारू नहीं जीशु ठारू लोक प्रश्न पचारे से उत्तर देवे ताहले प्रश्न आउर जटिल नहीं तेज आम देखी नेबा प्रथम ए प्रश्न केते बेले उठाई थिले आम जदि पढ़ा 16 पद जो पढ़ी नवा जने धनी व्यक्ति से जीशुंकर पाखक आसुची जने धनी युवक से जने धनी युवक थिला आ जीशुंकर पाखरे आसुची आउ ता पाखरे गोटे प्रश्न अच्छी कि प्रश्न जे मु कि सत्कर्म कले कि भल कर्म कले अनंत जीवन पाई पारिबी जदि आम धनी लोक कथा चिंता करिबा ताले प्रथम विषय से बहुत बड़ तार बहुत संपत्ति था लिखाई जदि पढ़िबे 22 लिखाला 22 शेष तांकर बहुत संपत्ति थिला जने माने बहुत बड़ धनी व्यक्ति से गोटे प्रश्न नहीं गोटे सबुठ बड़ प्रश्न नहीं से जीशुंकर पाखक आसुची आउ तांकर प्रश्न कौन थिला आपण पाई परिबे 16 पद आउ देखो जने जने ताहांको निकटक आसी पचार हे प्रभु हे गुरु अनंत जीवन प्राप्त होगा निमंते मु क्यों सत्कर्म करी प्रश्न कौन थिला गोटे धनी व्यक्तिर प्रश्न गोटे धनी युवक प्रश्न थिला जे अनंत जीवन पाइबा पाइले मते क्यों सत्कर्म बा क्यों भल कर्म करने को पड़ो प्रभु प्रथम कहले आ तुम्हें जाओ 10 आज्ञा पालन कर तुम्हें आज्ञा गुड़ा पालन कर ते से कहले
कि आज्ञा कहले बेविचार कर नहीं, चोरी कर नहीं, मिथ्या साक्ष्य दियो नहीं, प्रति आत्मतुल्य प्रेम कर। युवक उत्तर थिला एटा आजिकाली कथा नहीं, मु पिला बेलू पालन करी आसुची। माने जीशु जो प्रश्न कले से उत्तर देछि जे मु करि सारी छी, ए सब मु पालन करिछि, आउर कोन बाकी अछि, आउर कोन अभाव अछि। प्रथम से धनी व्यक्ति, से एक धनी व्यक्ति थिला। द्वितीय विषय तार मोराल लाइफ बहुत भल थिला, तार नैतिक जीवन बहुत भल थिला। देखो से धनी व्यक्ति थिला, आ मध्य तार नैतिक जीवन, तार मोराल लाइफ बहुत भल थिला। केंति भल थिला? से चोरी करवा लोक, से धनी आज अनेक समय जड़े धनी आजिकल अधिकांश धनी व्यक्ति माने गोटे स्त्री स्वामी नुहति। से धन आइबा पूर्वे गोटे स्त्री, धन आसीगला पर खर्च कर न पारिक आउ केतरा स्त्री नहीं क्या। मु अनेक धनी व्यक्ति मैंने जानी गोटे स्त्री पर एत कहीं खर्च करी आउ केतरा आनी बोलिकी आउ केतरा आनी। तेज अनेक समय सबू धनी ना, केतरा धनी अच्छा धनी हो गला पर शनि आइला भाया माने तांगर फैमिली लाइफ नष्ट हो जाउछि। धन पाइला परे तांगर नैतिकता, तांगर मोराल लाइफ को हरई दउछंती। धन आइबा पूर्वे बहुत भल थिबे, धन आसीगला पर तांग जीवन स्वामी स्त्री संपर्क खराब हो जीवो, फैमिली लाइफ बर्बाद हो जीवो नहीं कि। तेबे ए केवल धनी व्यक्ति नथिला, मात्र एक नीतिवान लोक थिला। तार नैतिक जीवन भल थिला। केमती नैतिक जीवन? से चोरी करबा लोक नथिला, से बेविचारी से नथिला। प्रेज द लॉर्ड। से मिथ्या साक्ष्य देवा लोक नहीं। कोर्ट कचेरी जदि ठिया हेबो सब साक्ष्य देव, मिछ साक्ष्य देव नहीं। से प्रतिवासी को भल पाइबा लोक से थिला। ते वर्तमान गोटे धनी व्यक्ति धन रे मध्य से धनी आ मध्य तार नैतिक जीवन भल अछि। तार गोटे प्रश्न हैला जे आउर की सत्कर्म कले अनंत जीवन पाइबी। ते प्रभु कहीदेले तुम्हें जदि सिद्ध होगा चाहछ ताल तुम सब धन संपत्ति बिक्री कर दे तुम्हें मोर पछरे आस। किंतु परिस्थिति कौन है? ये जिते बड़े जीशुंकर ये उत्तर शुणला परे लिखाइला से बहुत दुखित हो गला। आ दुखित कहीं दुखित हो चलीगला ना, तार बहुत संपत्ति थिबारु से बहुत दुखित हो करी से अनंत जीवन कथा कौन जीशु को छाड़ी से पळेला। यही भलिया परिस्थिति रे, ए भलिया परिप्रेक्षी रे शिष्य मानकर मन भितरे गोटे बहुत बड़ प्रश्न उठला। तेरे किए परित्राण पाई पारे? ध्यान दियंतु टिके। ए प्रश्न कहीं उठला ना? कथा हैला एते बड़ धनी व्यक्ति जदि जेते बेले से चली गई छी, जीशु प्रभु कौन कहीदेले? छुंचीर छिद्र दे अट प्रवेश करि परिबो, मात्र धनी व्यक्ति माने स्वर्ग राज्य प्रवेश करि परिबे नहीं। कौन कहले? छुंचीर छिद्र दे अट प्रवेश करि पारे। अनेक कहती प्रभु जीशु समय रे जेरूसालेम रे गोटे छुंचीर छिद्र भाया गोटे बहुत बड़ गेट थिला। मुझे जानी ना सत मिछ, मात्र मु पढ़ी अनेक ताकू नहीं कहती, अनेक थिला बोली कहते। से जाऊ ऑटो माने माने बोझे ऑटो गुड़ाक बोझ लदे कर से गेट पार होला बेलू प्रथम रे ए गधर माने ऑटोर मालिक माने कौन करेंगे? से ऑटो पिठी रे जो बोझ थी बोझ प्रथम रे बाहर करदेला पर ऑटो पार हो गला पर आउ थे बोझ ता ऊपर लदी आउ से बोझ बही ऑटो से गेट दे पार ही पारब नहीं। सेटा माने सुंची टाइप रो सुंची भलिया गेट। जदि गेट पार होबार अछि ऑटो पिठी रे जो बोझ अच्छी प्रथम रे बोझ ओल्है दियो, तब ऑटो पार हो गला पर जोड़ाऊ तेबे पिठी उपरे बोझ लदी होकरी जाई पारबो नहीं। एले एठी कथा रे कोन गोटे छुंचीर छिद्र दे ऑटो पार हो पारबो,
ମାତ୍ର ଧନୀ ଲୋକ ସ୍ୱର୍ଗକୁ ଯାଇପାରିବ ନାହିଁ। ଆଚ୍ଛା, ଧନୀ ମାନେ ସ୍ୱର୍ଗକୁ ଯାଇପାରିବେ କି ନାହିଁ? ଆୟୁବ ତ ଦେଶର 1 ନମ୍ବର ଧନୀ ବ୍ୟକ୍ତି ଥିଲେ। ଆୟୁବ 1 ନମ୍ବର ଧନୀ ବ୍ୟକ୍ତି ଥିଲେ କି ନଥିଲେ? ଥିଲେ। ଅବ୍ରାହମ ମଧ୍ୟ ବହୁତ ବଡ଼ ଧନୀ ବ୍ୟକ୍ତି ଥିଲେ। ଇସାକ ମଧ୍ୟ ବହୁତ ବଡ଼ ଧନୀ ବ୍ୟକ୍ତି ସେ ଥିଲେ, ନାଇଁ କି? ବାଇବେଲରେ ଆପଣ ଦେଖନ୍ତୁ ଅନେକ ଧନୀ ବ୍ୟକ୍ତିମାନଙ୍କୁ ପାଇପାରିବେ, ଅଜସ୍ର ସମ୍ପତ୍ତିର ମାଲିକାନା ପାଇପାରିବେ। ଏ ଧନୀ ବ୍ୟକ୍ତିମାନେ ସ୍ୱର୍ଗକୁ ଯିବେ ନାହିଁ ବୋଲି ତ ଅବ୍ରାହମ ଯାଇପାରିବେ ନାହିଁ, ଆୟୁବ ଯାଇପାରିବେ ନାହିଁ, ନା ଇସାକ ଯାଇପାରିବେ ନାହିଁ, ନାଇଁ କି? ତେବେ ଏଠି ପ୍ରଭୁ ଯେଉଁ କଥା କହିଲେ ସେ ଅର୍ଥରେ ଆସୁନାହିଁ ଯେ ଦରିଦ୍ରମାନେ ସବୁ ସ୍ୱର୍ଗକୁ ଯିବେ, ଧନୀମାନେ ନରକକୁ ଯିବେ, ସେ କଥା ମଧ୍ୟ ଆସୁ ନାହିଁ। କି ଧନୀମାନେ ସବୁ ନରକକୁ ଯିବେ, ଆଉ ଦରିଦ୍ରମାନେ ନରକ ଧନୀ ସ୍ୱର୍ଗ, ସେ କଥା ନାହିଁ। କିନ୍ତୁ ଏଠି ପ୍ରକୃତରେ କଥାଟା ହେଲା ଯେ ଯୀଶୁ ପ୍ରଭୁ ଧନ କଥା ଉପରେ ନ କହି ମନ କଥା ଉପରେ ସେ କହୁଛନ୍ତି। ଧନ ଗୋଟେ ଅଛି, ଆର ମନୋଭାବ ଗୋଟେ ରହିଛି। ହାଲେଲୁୟା। ପ୍ରକୃତରେ ଜଣେ ଧନୀ ବ୍ୟକ୍ତି ସେ ସ୍ୱର୍ଗକୁ ଯାଇପାରିବ ନାହିଁ, ଏ କଥା ଯେତେବେଳେ ଯୀଶୁ କହିଲେ, ମାନେ ଛୁଞ୍ଚିର କଣା ଦେଇ ଯଦି ଅଟୋ ପ୍ରବେଶ କରିପାରିଲେ ମଧ୍ୟ ଧନୀ ବ୍ୟକ୍ତି ସ୍ୱର୍ଗକୁ ଯାଇପାରିବ ନାହିଁ, ଏଟା ଏ କଥା ଯେତେବେଳେ ଯୀଶୁ ପ୍ରଭୁ କହିଦେଲେ, ଶିଷ୍ୟମାନଙ୍କର ମନ ଭିତରେ କ'ଣ ହେଇଗଲା ନା ବହୁତ ବଡ଼ ପ୍ରଶ୍ନ ଉଠିଲା। ଏତେ ବଡ଼ ଧନୀ ବ୍ୟକ୍ତି ହେଇ ଯଦି ସ୍ୱର୍ଗକୁ ଯାଇପାରୁନାହିଁ ବୋଲେ ଆମର ଭଳିଆ ଲୋକର କଥା କ'ଣ? ସେତେବେଳେ ଲୋକଙ୍କ ଧାରଣା ଥିଲା ଯେ ସବୁ ପ୍ରଭୁଙ୍କର ଆଶୀର୍ବାଦ ବିନା ସବୁ ଧନୀ ହେଇପାରିବେ ନାହିଁ, ଆଶୀର୍ବାଦ ବିନା ଧନ ପାଇ ହେବ ନାହିଁ। ହଁ, ଆଶୀର୍ବାଦ, ଧନ ପଛରେ ଆଶୀର୍ବାଦ ବି ରହିଛି, ମାତ୍ର ସବୁ ଧନ ପଛରେ ପ୍ରଭୁର ଆଶୀର୍ବାଦ ବି ନାହିଁ, ଏଇଟା ଧ୍ୟାନ ଦେବା ଦରକାର। କିନ୍ତୁ ସେମାନଙ୍କର ଧାରଣା ଥିଲା ଜଣେ ଚୋରି କରି ମଧ୍ୟ ଧନୀ ବ୍ୟକ୍ତି ହେଇପାରିବ, ଗୋଟେ ଡକାୟତ କାମ କରି ମଧ୍ୟ, ପାପ କାମ କରି ମଧ୍ୟ, 420 କାମ କରି ମଧ୍ୟ ଗୋଟେ ଧନୀ ବ୍ୟକ୍ତି ହେଇପାରିବ। ତ ସେଟାକୁ ପ୍ରଭୁଙ୍କ ଆଶୀର୍ବାଦ କହିହେବ ନାହିଁ, କହିହେବ କି? ଜୁଆ ଖେଳି ମଧ୍ୟ ଆପଣ ଧନୀ ହେଇପାରିବେ, ଚୋରି କାମ କରି ଲୋକର ଘର ସିନ୍ଧି କାଟି ମଧ୍ୟ ଧନୀ ହେଇପାରିବେ, ଡକାୟତ କାମ କରି ମଧ୍ୟ ଧନୀ ହେଇପାରିବେ, ଲୋକର ମୁଣ୍ଡ ମାରି ମଧ୍ୟ ଧନୀ ହେଇପାରିବେ। ହେଇପାରିବେ କି ନାହିଁ? ହେଇପାରିବେ। ତ କହିପାରିବେ କି ପ୍ରଭୁ ଆଶୀର୍ବାଦ ନ କଲେ ଧନ ପାଇଥାନ୍ତି କି? ନାଇଁ ନାଇଁ। ଜଣେ ଲୋକ ପାପ କାମ କରି ମଧ୍ୟ ସେ ଧନୀ ହେଇପାରିବ। କିନ୍ତୁ ସେତେବେଳେ ଲୋକଙ୍କ ଧାରଣା ଥିଲା ଜଣେ ବ୍ୟକ୍ତି ଧନୀ ହେଉଛି ବୋଇଲେ ପ୍ରଭୁଙ୍କ ଆଶୀର୍ବାଦରେ ସେ ଧନୀ ହେଉଛି। ତେବେ ପ୍ରଭୁଙ୍କର ଆଶୀର୍ବାଦରେ ଯଦି ଏତେ ବଡ଼ ଧନୀ ହେଲା, ତାହେଲେ ଏତେ ବଡ଼ ଧନୀ ବ୍ୟକ୍ତି ଯଦି ସ୍ୱର୍ଗକୁ ଯାଇପାରୁନାହିଁ ବୋଇଲେ ଏ କେଉଟ ମାନେ, ଏ ଦରିଦ୍ର ମାନେ, ଏ ଅଶିକ୍ଷିତ ମାନେ ତ ଯିବା କଥା, ମନରୁ ପୋଛି ଦେବା କଥା। ପ୍ରଭୁ ଏତେ ବଡ଼ ଧନୀ ବ୍ୟକ୍ତି ଯଦି ସ୍ୱର୍ଗକୁ ଯାଇପାରୁନାହିଁ ବୋଇଲେ ଆମର କଥା କ'ଣ? କହିବା ପାଇଁ ଗଲେ ସେମାନଙ୍କର ମନ ଭିତରେ ବହୁତ ବଡ଼ ଗୋଟେ ବିପ୍ଳବ, ମନ ଭିତରେ ବହୁତ ବଡ଼ ଚିନ୍ତା ଗୋଟେ ଆସିଗଲା। ଏତେ ବଡ଼ ଧନୀ ବ୍ୟକ୍ତି କଥା ବିଷୟ ଯଦି ପ୍ରଭୁ ଏତେ ବଡ଼ କଥା କହିଦେଲେ ଯେ ଛୁଞ୍ଚିର ଛିଦ୍ର ଯଦି ଅଟୋ ଯାଇପାରିବ ମାତ୍ର ଧନୀ ଯାଇପାରିବ ନାହିଁ ବୋଲେ ଆମର କଥା କ'ଣ ତାହେଲେ? ଆମର ବିଷୟ କ'ଣ ତାହେଲେ? ମାନେ ଏମାନଙ୍କ ଭିତରେ କଠିନ ପ୍ରଶ୍ନ ଆସିଗଲା, ବଡ଼ ପ୍ରଶ୍ନ ଆସିଗଲା। ପ୍ରଭୁ ତୁମେ ସେ ଧନୀ ଲୋକ ବିଷୟରେ ଏତେ ବଡ଼ କଥା କହିଦେଲ ବୋଇଲେ ଆମର ବିଷୟରେ କ'ଣ? ଲୋକଙ୍କ ଧାରଣା ଥିଲା ଯେ ଧନୀ ହେଇଗଲେ ଗୋଟେ ଲୋକ ପାସପୋର୍ଟ ପାଇଗଲା ସ୍ୱର୍ଗକୁ ଯିବାଟା। ଏଟା ପୂର୍ବ କାଳରେ ଜିହୁଦୀମାନଙ୍କ ଭିତରେ ସେ ବିଶ୍ୱାସ ଥିଲା ଜଣେ ଧନୀ ବ୍ୟକ୍ତି ହେଇଗଲେ ସେ ସ୍ୱର୍ଗକୁ ଯିବ, କାରଣ ଧନ ପ୍ରଭୁଠୁ ଆସେ, ଧନ ପ୍ରଭୁଙ୍କ ଆଶୀର୍ବାଦ। ତେବେ ଏତେ ବଡ଼ ଧନୀ ହେଇ ସେ କେବେ ପଛର ହୋଇପାରିବ ନାହିଁ, ସେ ଯେମିତି ହେଲେ ସ୍ୱର୍ଗକୁ ଯିବ। ଆପଣ ଧନୀ ବ୍ୟକ୍ତି ଲାଜାର ବିଷୟରେ ମଧ୍ୟ ପ୍ରଭୁ ଉଦାହରଣ ଦେଇଦେଲେ। କ'ଣ ପାଇଁ ଉଦାହରଣ ଦେଲେ? କେତେକ ଧନୀ ବ୍ୟକ୍ତିଙ୍କୁ ସେ ଦୃଷ୍ଟି କରି ଏ ଉଦାହରଣ ଦେଲେ ଯେ ତୁମେ ଧନୀ ହେଇଥିବାରୁ, ତୁମେ ଧନବାନ ହେଇଥିବାରୁ ତୁମର ମନ ଭିତରେ ଯେଉଁ ଭୁଲ ଧାରଣା ଅଛି ଏ ଧାରଣାକୁ ତୁମେ ଝାଡ଼ି ଦିଅ, ଏ ଚିନ୍ତାକୁ ତୁମେ ଝାଡ଼ି ଦିଅ। ବେଳେ ବେଳେ
केतरा परिस्थिति केतरा घटन आमर मन भितर प्रभु केतरा प्रश्न आनी दियंती केतरा चिंता आनी दियंती जो द्वारा कि आमर पुराना चिंता गुड़ाक आमर पुराना धारणा गुड़ाक प्रभु झाड़ी देवाई चाहूँगी। शिष्य मानकर मन भितर केतरा पुराना चिंता थिला केतरा पुराना धारणा थिला जे धनी व्यक्ति माने माने स्वर्ग को जाई पारबे। मात्र जीशु प्रभु कर कथारे से माने हलचल ही गले तांकर भावना कंपी उठला तांकर चिंता हलचल ही गला। आगरे जो चिंता थिला जो धारणा थिला धारणा स्थिर हो जाइथिले धारणा को ग्रहण कर नहीं थिले मात्र जीशु प्रभुंकर कथा आगरे तांकर मन कंपी जाउछि मन पर हलचल ही जाउछि किपरि संभव धनी लोक ही कर से स्वर्ग जाई परिबो नाही। प्रभु कहिदेले देख रे बाबू धनी व्यक्ति से नरक गला दरिद्र स्वर्ग को जाउछि। तो यही भाया परिस्थिति रे प्रश्न उठुछि ताहेले धनी व्यक्ति जदि स्वर्ग को जाऊ नहीं एते जार जीवन एते शुद्ध जे बेभिचार करी नहीं जे मिथ्या साक्ष्य दो नहीं जे चोरी करू नहीं हैं जे आज्ञा सब पालन करुछि से लोकर दशा एमती होछि बोले प्रभु आमे परा तुमर पछरे आइबा पई सबु छाड़ी बाहरिछु आमर भविष्य कौन हम आमे कौन पाई परिबा एडिटे ध्यान दबा। अनेक जो माने अनेक अनेक आशा नहीं प्रभु पछरे आसुचंती आशा पूरा नहला बेलू से निराश हो जाउचंती आ प्रभु दूरे जीवा लोक मध्य अछंती। अनेक किछि आशा नहीं आसुनांती प्रभु पछरे आसुचंती से मानकर आशा बाहरे भावना बाहरे प्रभु कार्य करछंती प्रभुर पछरे रहउचंती प्रभु से जीवन काटुचंती। प्रेज द लॉर्ड हालेलुया। तेबे अनेकंकर आशा कौन थिबो अमक लोक प्रभुर पछे जीवारु केताला कोठा बढ़ाई देला केतरा गाड़ी घोड़ा हो गला केते जमी बाड़ी हो गला केते टंका सोना हो गला केते कौन हो गला मुई मध्य प्रभु पछरे गले कौन हबो घर आइबो गाड़ी घोड़ा आइबो जमी बाड़ी आइबो टंका सोना आइबो हाँ एमती के लोक धारणा अछि। आउर केते लोक से माने प्रभु मते जमी बाड़ी नथिल नहीं घरद्वार नथिल नहीं टंका सोना नथिल नहीं तुम्हें अच्छ बोले मोर सब किछि अछि मु तुम पछरे जीवी। प्रेज द लॉर्ड हालेलुया। ते जो दुईटा दलीय लोकन भितरे आपण माने मु कु दल भितरे अछु जे प्रभु जीशुंकर पछरे गले खाली सब धनिया का हेबार अछि कि प्रभु पछरे गले खाली टंका सोना गदया का हेबार अछि कि एडा होची भूल धारणा आपण बाध्य निराश पड़े नहीं कि जीशु को पछरे गले खाली चाउल बस्ता खाइब जीशु को पछरे गले खाली हजार हजार टंका मिल जीशु को पछरे गले जमी उपर जमी आके मिल जीशु को पछरे गले कोठा बड़ी आके उठब। आपण देखंतु आउ से माने कहले प्रभु आमे परा तुमर पछरे आसीबा पई आमे सर्व हराइछु आमे परा सब को माने बलिदान कर देइछु बलि पकाइछु। तेबे एमती लोक जदि प्रभु स्वर्ग जाई पारने बोले आमर दशा कौन हम से माने विचलित हो गले से माने अस्तव्यस्त हो गले मन भीतर प्रश्न आसीगला निज विषय ताल जीशुंकर पछरे जीवाटा बेकार हैं गोटे धनी व्यक्ति जो स्वर्ग जाई पारु नहीं आंकर पछरे गले जदि किछि मिलबाटा नहीं ताहेले कौन एमती का लोक पछरे गले कौन मिलबो कि थरे जने कहला प्रभु मु तुमर पछरे आइबा पई चाहूछि प्रभु जीशु कहले मोर पछरे आइबा चाहूछो कोकी शियाली मानकर गात अछि मात्र मनुष्य पुत्रंकर मुंड गंजिबा पई स्थान नहीं आकाशर चढ़ई मानकर बसा अछि मात्र मनुष्य पुत्रंकर मुंड रखिबा स्थान नहीं। से जने तांको दान देइथिले बोधे कफरनाहुम हेडक्वार्टर तांको थिला प्रथम सेवा और हेडक्वार्टर कफरनाहुम द्वितीय सेवा हेडक्वार्टर थिला जेरूसालेम। कफरनाहुम रो जो घरे लोक भिड़ हेले सेटा जीशुंकर घर नथिला
ଆଉ ଜଣ ଘର ଥିଲା 120ଟା ଶିଷ୍ୟକୁ ନେଇ ଯୀଶୁ ଯେଉଁ ଘରେ ଉପର ମହଲ ପ୍ରାର୍ଥନା କରୁଥିଲେ ସେଟା ଯୀଶୁଙ୍କର ବାପା ବନେଇ ନଥିଲେ କି ମାଙ୍କର ଘର ନଥିଲା, ସେଟା ମାର୍କ ଜହନଙ୍କର ମା ମରିୟମର ଘର ଥିଲା। ଯୀଶୁ ଯେଉଁ ଗଧ ଉପରେ ଚଢ଼ିଗଲେ ସେ ଯୀଶୁଙ୍କ ନିଜର ଗଧ ନଥିଲା, ଆଉ ଜଣଙ୍କର ଗଧ ମାଗିକି ସେ ଚଢ଼ି ଯାଇଛନ୍ତି। ସେ ଯେଉଁ ନୌକାରେ ଚଢ଼ି ସମୁଦ୍ର ପାର ହେଉଥିଲେ ସେଟା ପ୍ରଭୁ ଯୀଶୁଙ୍କ ନୌକା ନଥିଲା, ଅନ୍ୟର ନୌକାରେ ସେ ଚାଲିଥିଲେ। ତେବେ ଯୀଶୁ ପ୍ରଭୁ ସମଗ୍ର ସୃଷ୍ଟିର ସ୍ରଷ୍ଟା, ସୃଷ୍ଟିର ମାଲିକ, ସୃଷ୍ଟିର କାରଣ ହେଲେ ମଧ୍ୟ ମନୁଷ୍ୟ ଦେହ ପୃଥିବୀ ଥିଲା ବେଳକୁ ଏସବୁ ତାଙ୍କର ନଥିଲା। ହଜାର ହଜାର ଲୋକଙ୍କୁ ଖୁଆଇବା ପାଇଁ ସେ 5ଟା ରୋଟି 2ଟା ମାଛ ଭାଙ୍ଗି ଖୁଆଇଦେଲେ, ମାତ୍ର ନିଜେ ଖାଇବା ପାଇଁ ସେ ଆଶ୍ଚର୍ଯ୍ୟ କର୍ମ କଲେ ନାହିଁ, ବରଂ ଭୋକ ହେବାରୁ ସେ ଡିମିରି ଗଛ ପାଖକୁ ସେ ଯାଉଛନ୍ତି। ଆପଣ ଦେଖନ୍ତୁ ଏଠି ଗୋଟେ ଆଶ୍ଚର୍ଯ୍ୟ କଥା, ଅନ୍ୟମାନଙ୍କୁ ଖୁଆଇବା ପାଇଁ, ଅନ୍ୟମାନଙ୍କର ଅଭାବ ଦୂର କରିବା ପାଇଁ 5ଟା ରୋଟି 2ଟା ମାଛ, ପୁଣି ଥରେ 7ଟା ରୋଟି ଭାଙ୍ଗିଦେଲେ, ହଜାର ହଜାର ଲୋକ ଖାଇଦେଲେ। ଆମେ ପ୍ରଶ୍ନ କରୁ, ପ୍ରଭୁ ତୁମେ ତ 5ଟା ରୋଟି 2ଟା ମାଛରେ ଅସଂଖ୍ୟ ଲୋକ ଖୁଆଇ ଦେଉଛ, ତୁମେ ଭୋକରେ ଅଛ, ତୁମେ କାହିଁକି ନିଜ ପାଇଁ ଗୋଟେ ଆଶ୍ଚର୍ଯ୍ୟ କର୍ମ କରୁନାହ? এইଭଳିଆ ଅନେକ ଅଛି। ଆମେ ପ୍ରଭୁଙ୍କ ଲୋକ, ଆମକୁ କେବେ ଅଭାବ ହେବ ନାହିଁ। ଆଗକୁ ଆସୁଛି ଦ ଥିଓଲୋଜି ଅଫ୍ ପ୍ରସ୍ପେରିଟି, ସମୃଦ୍ଧିଶାଳୀର ଶିକ୍ଷା ବୋଲି କହୁଛନ୍ତି ଯେ ତୁମେ ପ୍ରଭୁଙ୍କ ଲୋକ ହେଇଲ, ତୁମେ ପ୍ରଭୁଙ୍କ ପଛରେ ଅଛ, ତୁମେ ଏମିତିକା ପ୍ରଭୁଙ୍କ ଲୋକ ହେଇଥିବାରୁ ତୁମକୁ ଆଉ କେବେ ଅଭାବ ହେବ ନାହିଁ, ତୁମକୁ ଆଉ କେବେ ପେଟ ବତା ହେବ ନାହିଁ, କେବେ ଝାଡ଼ା ବାନ୍ତି ହେବ ନାହିଁ, କେବେ ରୋଗ ହେବ ନାହିଁ। ମୁଇଁ ଗୋଟେ ବି ଔଷଧ ଖାଇ ନେବେ ଯାଏ ବୋଲା ଭଳିଆ କଥା ଅଛି। ମାତ୍ର ଏଇଟା ବାଇବେଲ ଅନୁସାରେ କି? ମୁଁ ଜାଣିଛି ଆହୁରି ଏମିତି କେତେଟା ଚର୍ଚ୍ଚ ଅଛି ଔଷଧ ନ ଖାଇ ମରେଇ ଦେଇଛନ୍ତି। ଏଟା କ'ଣ ଲେଖା ହେଇନି? ରୋଗୀମାନଙ୍କ ପାଇଁ ବୈଦ୍ୟର ଆବଶ୍ୟକ ଯୀଶୁ ପ୍ରଭୁ ନିଜେ କହିଲେ କି ନାହିଁ? ପ୍ରେଜ୍ ଦ ଲର୍ଡ। ମୁଁ କେତେଟା ପରିଚୟ ଜାଣିଛି ତାଙ୍କ ଚର୍ଚ୍ଚ ଔଷଧ ଖାଇବା ମନା କରିବାରୁ ଔଷଧ ନ ଖାଇତା ମରିଯାଇଛନ୍ତି। ଆହୁରି ଏମିତି ବି ଶିକ୍ଷା ଅଛି ଯେ ପ୍ଲିଜ୍ ଆହୁରି ଏମିତି ବି ଅଛି ଯେ ତୁମେ ପ୍ରଭୁ ଯୀଶୁଙ୍କ ଲୋକ ହେଲ ମାନେ ଖାଲି କୋଠା ବାଡ଼ି, ଖାଲି ଗାଡ଼ି ଘୋଡ଼ା, ଖାଲି ଏଇଭଳିଆ, ଆଉ ଅଭାବ ନାହିଁ, ଦରିଦ୍ରତା ନାହିଁ, ଅସୁସ୍ଥତା ନାହିଁ, କିଛି ନାହିଁ। ଏ କଥାରେ କେତେ କଥାକୁ ଛାଡ଼ି ନେଲେ ଏ କଥାରେ କେତେ ସତ୍ୟତା ଅଛି। ମାତ୍ର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ସେ, ହାଲେଲୁୟା। ସେ ଅନ୍ୟମାନଙ୍କ ପାଇଁ ଚମତ୍କାର କାର୍ଯ୍ୟ କଲେ, ମାତ୍ର ଭୋକ ହେବାରୁ ଗୋଟେ କୂଅ ମୂଳରେ ଯୀଶୁ ପ୍ରଭୁ ବସି ପଡ଼ିଲେ। ଭୋକ ହେବାରୁ ଡିମିରି ଗଛ ପାଖକୁ ସେ ଗଲେ। ଭୋକ ହେଲା ବେଳକୁ ଶୈତାନ ପରୀକ୍ଷା କଲା, ତୁମେ ଯଦି ଈଶ୍ୱରଙ୍କ ପୁତ୍ର ଏ ପଥରକୁ ରୋଟିଏ ଆଜ୍ଞା ଦିଅ, ଆଜ୍ଞା ଦେଲେ ହେଇନଥାନ୍ତା କି? ହେଇଥାନ୍ତା। ପ୍ରେଜ୍ ଦ ଲର୍ଡ। ଭାବନ୍ତୁ, ତେବେ ଅନେକ ଏମାନଙ୍କର ପ୍ରଶ୍ନ ଥିଲା, ପ୍ରଭୁ ଆମେ ପରା ସବୁ ଛାଡ଼ି ତୁମ ପଛରେ ଆସିଲୁ, ତେବେ ଆମକୁ ଜବାବ ଦିଅ ପ୍ରଭୁ, ଆମର ଲାଭ କ'ଣ? ଆମେ କ'ଣ ପାଇପାରିବୁ? ଖ୍ରୀଷ୍ଟିଆନ ଜୀବନରେ ଆମେ ବାଲାନ୍ସ ମେଣ୍ଟେନ୍ କରିବା ଦରକାର ରହିଛି। ଆମର ବିଶ୍ୱାସୀ ଜୀବନରେ ଆମ ଶିକ୍ଷାର, ବିଶ୍ୱାସର ବାଲାନ୍ସ ଥିବାର ଆବଶ୍ୟକ ରହିଛି। ପ୍ରେଜ୍ ଦ ଲର୍ଡ। ତେବେ ଏମାନଙ୍କର ବଡ଼ ପ୍ରଶ୍ନ, ମାନେ କହିବା ପାଇଁ ଗଲେ ତାଙ୍କୁ ଏ ଘଟଣାରେ ଗୋଟେ ଝଟକା ବାଜିଗଲା। ତାଙ୍କ ପୁରୁଣା ଚିନ୍ତା ବର୍ତ୍ତମାନ ହଲଚଲ ହେଇଗଲା। ପୁରୁଣା ଚିନ୍ତାକୁ ପ୍ରଭୁ ଛାଡ଼ି ଦେଉଛନ୍ତି। ତୁମେ ପୁରୁଣା ଚିନ୍ତା ନେଇ ଆଗକୁ ବଢ଼ିପାରିବ ନାହିଁ, ପୁରୁଣା ଚିନ୍ତାରେ ଥାଇ ମୋର ପଛେ ଆସିପାରିବ ନାହିଁ। ତୁମର ଉତ୍ସର୍ଗ ବଡ଼ ହେଇପାରେ, ତୁମର ସମର୍ପଣ ବଡ଼ ହେଇପାରେ, ମାତ୍ର ତାର ପୁରସ୍କାର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ତାଙ୍କର କଠିନ ପ୍ରଶ୍ନ, ମନ ପୁରା ବିଚଳିତ ଅବସ୍ଥାରେ ପହଞ୍ଚି ଯାଇଛି। ଏଇଭଳିଆ ସମୟରେ ବର୍ତ୍ତମାନ ପ୍ରଭୁ ମାନେ କ'ଣ କହିଲେ? ଆମେମାନେ ତେବେ କ'ଣ ପାଇବା? 28 ପଦ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟ ପୁତ୍ର ଆପଣା ଗୌରବମୟ ସିଂହାସନ ଉପବେଶନ କରିବେ, ସେତେବେଳେ ମୋହର ଅନୁଗାମୀ ହୋଇଅଛ ଯେ ତୁମେମାନେ ମଧ୍ୟ ଦ୍ୱାଦଶ ସିଂହାସନ ଉପବେଶନ କରି
ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା ହାଲେଲୁୟା। ଏଠି ପ୍ରଭୁ କ'ଣ କହିଲେ? ତୁମେ ଯଦି ସବୁ ଛାଡ଼ି ମୋର ପଛରେ ଆସିଛ ବୋଇଲେ ତୁମର ପାଇଁ କ'ଣ ପୁରସ୍କାର ରହିଛି? ଯେ ମୋର ପାଇଁ ସବୁ ଛାଡ଼ି ଦେଇଛି, ଏ ଜଗତରେ ଯେତେ ଦେଲେ ମଧ୍ୟ ସେଟା ସମାନ ହେବ ନାହିଁ ବାବୁ, ତାଠୁ ବଡ଼ ପୁରସ୍କାର ତୁମ ପାଇଁ ରଖିଛି। ପ୍ରେଜ୍ ଦ ଲର୍ଡ। ଏ ଜଗତରେ ମଧ୍ୟ ମୁଁ ତୁମକୁ ଦେଇପାରିବି, ମାତ୍ର ମୁଁ ଯାହା ଦେବି ତୁମେ ମୋ ପାଇଁ ଯାହା କିଛି ତ୍ୟାଗ କରିଛ ସେଥିପାଇଁ ଯଥେଷ୍ଟ ନାହିଁ, ସେଥିପାଇଁ ତାଠୁ ବଡ଼ ଧରଣର ଆଶୀର୍ବାଦ ପ୍ରସ୍ତୁତ କରାଇଛି। କ'ଣ କ'ଣ? ତୁମର ପାଇଁ ପ୍ରଥମତଃ ତୁମେମାନେ ରାଜା, ତୁମକୁ ରାଜା ବନେଇଛି। ଦ୍ୱିତୀୟରେ ତୁମର ପାଇଁ ଗୋଟେ ସିଂହାସନ ଠିକ୍ କରିଛି। ତୃତୀୟରେ ତୁମର ପାଇଁ ଗୋଟେ ରାଜ୍ୟକୁ ନିରୂପଣ କରିଛି। ଚତୁର୍ଥରେ ତୁମ ପାଇଁ ଶାସନ କରିବାର କ୍ଷମତା ମୁଁ ତୁମକୁ ଦେଇଛି। ଆଉ କ'ଣ? ପ୍ରେଜ୍ ଦ ଲର୍ଡ। ଯେଉଁମାନେ ତୁମେମାନେ ସବୁ ଛାଡ଼ି ମୋର ପଛରେ ଆସିଛ, ନୂତନ ସୃଷ୍ଟିରେ ପ୍ରଭୁଙ୍କ ରାଜ୍ୟରେ ମୋର ସହିତ ତୁମେ ସିଂହାସନରେ ବସିବ। ହାଲେଲୁୟା। ତୁମେ କେତେଟା ସିଂହାସନ ବସିବ? ସାରା ପୃଥିବୀ ତୁମେ ଶାସନ କରିବ ନାହିଁ। ଇସ୍ରାଏଲର 12ଟା ଗୋଷ୍ଠୀ ବା 12ଟା ସିଂହାସନ ତୁମ ପାଇଁ ଠିକ୍ ହେଇଛି। 12ଟା ଗୋଷ୍ଠୀରେ ତୁମେମାନେ ବସିବ। 12ଟା ଗୋଷ୍ଠୀରେ ତୁମେ କ'ଣ କରିବ? ତୁମେ ଶାସନ କରିବ। ତୁମର ପାଇଁ ଗୋଟେ ରାଜ୍ୟ ଅଛି, ଗୋଟେ ସିଂହାସନ ଅଛି, ଆଉ ଗୋଟେ ଶାସନ ଅଧିକାର ତୁମେ ରହିଛି। ଏଇଟା କ'ଣ ଛୋଟିଆ କଥା? ଛୋଟ ବିଷୟ ନାହିଁ। ପ୍ରେଜ୍ ଦ ଲର୍ଡ। ତେବେ ସବୁ ଛାଡ଼ି ମୋର ପଛେ ଆଇବା ଦ୍ୱାରା ତୁମକୁ ଚାଉଳ ବସ୍ତା ମିଳିବାର ନାହିଁ। ତା ମାନେ ପ୍ରଭୁ ଛାଡ଼ିଦେବେ ନାହିଁ। ପ୍ରଭୁକୁ ବିଶ୍ୱାସ କଲା ପରେ, ଆମ ଜୀବନ ବଦଳିଗଲା ପରେ, ହଁ ଘରଦ୍ୱାର ଉପରେ ପ୍ରଭୁଙ୍କ ଆଶୀର୍ବାଦ ଅଛି, ସେଟା ଟିକେ ଦ୍ୱିତୀୟ ପଏଣ୍ଟରେ ଆସିବା। ହାଲେଲୁୟା। କିନ୍ତୁ ପ୍ରଥମରେ ପ୍ରଭୁ ଗୋଟେ ବହୁତ ବଡ଼ ପୁରସ୍କାର କଥା କହିଦେଲେ। ସିଂହାସନରେ ବସିବ, ରାଜ୍ୟ ଉପରେ ଶାସନ କରିବ, ଅଧିକାର ପାଇବ, କ୍ଷମତା ପାଇବ, ମୋର ସହିତ ସିଂହାସନରେ ବସି ତୁମେମାନେ ଶାସନ କରିବ। କେତେ ବଡ଼ ବିଷୟ! ତୁମେ ଯେତେ ହରାଇଛ ଏସବୁ ତାର ପୁରସ୍କାର। ପ୍ରେଜ୍ ଦ ଲର୍ଡ। ତାପରେ ଆଉ କ'ଣ ଅଛି? 29। ପୁଣି ଯେ କେହି 28 ପଦ ବିଶେଷ କରି 12 ଜଣଙ୍କର ପାଇଁ, 12 ଜଣଙ୍କର ପାଇଁ। 29 ପଦ 12 ଜଣଙ୍କ ସହିତ ଆମ ସମସ୍ତଙ୍କର ପାଇଁ। କ'ଣ? ପୁଣି ଯେ କେହି ମୋର ନାମ ସକାଶେ ଗୃହ କି ଭ୍ରାତା କି ଭଗ୍ନୀ କି ପିତା କି ମାତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରେ ସେ ବହୁଗୁଣ ପାଇବ। ଏ ବହୁଗୁଣ ପାଇବ ଆଉ ଗୋଟେ ଜାଗାରେ ଇହ କାଳରେ ଲେଖା ହେଇଛି। କେଉଁ କାଳରେ? ଇହ କାଳ ବୋଲି କେଉଁ କାଳ? ଏଇ କାଳ। ଆମେ ଯେଉଁ ସମୟ ଇହ କାଳ, ଆପଣ ଅନ୍ୟ ସୁସମାଚାର ଦେଖିବେ, ଇହ କାଳ ମାନେ ଏଇ କାଳରେ କ'ଣ ପାଇବ? ସେ ବହୁ ଗୁଣ ପାଇବ। ତାର ଅର୍ଥ ଯେ ପ୍ରଭୁର ପଛରେ ଯାଉଛି ଏ କାଳରେ ମଧ୍ୟ ତା ପାଇଁ ପୁରସ୍କାର ଅଛି। ପ୍ରଭୁ ଖାଲି ସ୍ୱର୍ଗକୁ ଦେଖେଇ ଦେଉନାହାନ୍ତି, ଖାଲି ସ୍ୱର୍ଗର ସ୍ୱପ୍ନ, ଖାଲି ସ୍ୱର୍ଗର ଦର୍ଶନ ସେଟା ଦେଉନାହାନ୍ତି। ସେ ତ ବହୁତ ବଡ଼ ବିଷୟ, ମାତ୍ର ଆଉ ଗୋଟେ କଥା କହିଲେ, ଏହି କାଳରେ ବହୁ ଗୁଣ। ଏ ବହୁ ଗୁଣକୁ ଆପଣ ଯଦି ଇଂଲିଶରେ ଦେଖେଇବେ 100 ଫୋଲ୍ଡ ଲେଖା ହେଇଛି। 100 ଫୋଲ୍ଡ। 100 ଫୋଲ୍ଡ ବୋଲେ 100 ଗୁଣ। ହାଲେଲୁୟା। ଆଉ ଅନ୍ୟ ସୁସମାଚାରରେ 100 ଗୁଣ। ତୁମେ ଯାହା ବୁଣିଛ ତୁମେ 100 ଗୁଣ ପାଇବ। ଦୁନିଆରେ ଏମିତି କୋଉ ବ୍ୟାଙ୍କ ଅଛି କି ଟଙ୍କାଟି ବାନ୍ଧିଲେ 100 ଟଙ୍କା ପାଇବାଟା? ଏମିତି କୋଉ ବ୍ୟାଙ୍କ ଅଛି କି ଟଙ୍କାଟି ଯଦି ବାନ୍ଧିଦେବ ତାହେଲେ 100 ଟଙ୍କା ପାଇବାଟା ଅଛି କି? ଯଦି ବ୍ୟାଙ୍କରେ 100 ଟଙ୍କା ବାନ୍ଧିବ ଆଉ ଯଦି ସେଭିଂ ଗୋଟେ ଛାଡ଼ିଦେବ ତାହେଲେ ବର୍ଷକୁ 2 ଟଙ୍କା 50 ପଇସା ପାଇବ। 100 ଟଙ୍କା ଯଦି କିଏ ବ୍ୟାଙ୍କରେ ପକାଇ ଦେଉଛି, ବର୍ଷ ଶେଷରେ 100 ଟଙ୍କା ବଦଳରେ 2 ଟଙ୍କା 40 କି 50 ପଇସା ଗୋଟେ ମିଳିବ। ମାତ୍ର ଏ ବ୍ୟାଙ୍କ କେଉଁ ବ୍ୟାଙ୍କ? ସ୍ୱର୍ଗୀୟ ବ୍ୟାଙ୍କରେ ଯେ ଟଙ୍କାଟି ପକାଇବ 100 ଟଙ୍କା ପାଇବ, ଯେ 100 ଟଙ୍କା ପାଇବ 1000 ଗୁଣ ସେ ପାଉଛି। ପ୍ରେଜ୍ ଦ ଲର୍ଡ। ତେବେ ବହୁ ଗୁଣ ପାଇବ। ଦେଖ ସେ ବହୁ ଗୁଣ ଭିତରେ କ'ଣ କ'ଣ ଆସୁଛି? ଅବଶ୍ୟ ଏଠି ଦିଆ ହେଇନି, ଆଉ ଗୋଟେ ଜାଗାରେ ଅଛି।
ପୁଣି ଅନନ୍ତ ଜୀବନର ଅଧିକାରୀ ହେବ। ସେ ଜାଗାରେ ଆସୁଛି, ସେ ଘରଦ୍ୱାର କଥା ଆସୁଛି, ଜମିବାଡ଼ି କଥା ଆସୁଛି, ହାଲେଲୁୟା, ଆଉ ପିଲାଙ୍କ କଥା ଆସୁଛି, ସ୍ତ୍ରୀ କଥା ଆସୁଛି, ସ୍ୱାମୀ କଥା ଆସୁଛି, ଆଉ ଗୁଡ଼ାଏ କଥା ଆପଣ ପାଇପାରିବେ ଅନ୍ୟ ଜାଗାରେ। ଦେଖନ୍ତୁ, ପ୍ରେଜ୍ ଦ ଲର୍ଡ। ତାପରେ ମୋର ପଛେ ଆସିଥିବାର ଫଳ କ'ଣ? ସବୁଠୁ ବଡ଼ ବିଷୟ, ଅନନ୍ତ ଜୀବନର ଅଧିକାରୀ ତମେ ହେବ। ହାଲେଲୁୟା। ଲାଷ୍ଟରେ ପ୍ରଭୁ ଏ ଉତ୍ତର ଦେଲେ, ତୁମେ ଭାବୁଛ ମୋର ପାଇଁ ସବୁ ହରାଇ ଦେଇ ତୁମେ କିଛି ପାଇବ ନାହିଁ ଭାବୁଛ କି? ଖାଲି ଅନନ୍ତ ଜୀବନ କଥା ନାହିଁ, ଏ ଦୁନିଆରେ ମଧ୍ୟ ଯଦି ବିଶ୍ୱାସରେ ମୋର ପଛେ ଅଛ, ଯଦି ମୋ ସହିତ ଲାଗିଅଛ, ଯଦି ମୋର ହିଁ ବଞ୍ଚୁଛ, ଯଦି ମୋର ପାଇଁ ବଞ୍ଚୁଛ, ତୁମକୁ ବହୁ ଗୁଣ ଆଶୀର୍ବାଦ ପ୍ରଭୁ ତୁମକୁ ଦେବେ। ପ୍ରେଜ୍ ଦ ଲର୍ଡ। କେବଳ ଶେଷ ନାହିଁ, ଶେଷରେ ଅନନ୍ତ ଜୀବନର ଅଧିକାରୀ ମଧ୍ୟ ତୁମେ ହେବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ବର୍ତ୍ତମାନ ଏଇଟା ଗୋଟେ ଆଶ୍ୱାସନାର ବିଷୟ, ଗୋଟେ ଭରସାର ବିଷୟ ଯେ ଯୀଶୁଙ୍କର ପଛରେ ଯିବା ପାଇଁ ଯାହା କିଛି ଛାଡ଼ି ଦେଇଛୁ ସେଟା ବେକାର ଯିବାଟା ନାହିଁ, ତାର ବଦଳରେ ପ୍ରଭୁ ବହୁ ଗୁଣରେ ଦୁନିଆର ଆଶୀର୍ବାଦ କରୁ କରୁ ଆମକୁ ମଧ୍ୟ ଅନନ୍ତ ଜୀବନ। ଅନନ୍ତ ଜୀବନ ବୋଲେ କ'ଣ ଭାଇ ଭଉଣୀମାନେ ଟିକେ କହିବେ କି? ଅନନ୍ତ ଜୀବନ ବୋଇଲେ ଯେଉଁ ଜୀବନର ଶେଷ ହେବ ନାହିଁ। ଆଉ କିଏ କହିପାରିବେ? ଆହୁରି କ'ଣ କହିବେ? ଅନନ୍ତ ଜୀବନ ବୋଇଲେ ଅମର ବର, ଅମର ବର, ଅମୃତ ଭଣ୍ଡା ନାହିଁ। ଅମୃତ ଭଣ୍ଡା ବୋଲେ ଯେଉଁ ଭଣ୍ଡା ମରୁବ ନେଇ ପୁଣି କିଏ ଅମୃତ ଭଣ୍ଡା ଖାଇ ମରୁ ନେଇ କି? এটা হচ্ছে অমর জীবন। প্রেজ দ্য লর্ড। অমর বর পাইবা পাই কেতে তপস্যা, মাত্র যীশু প্রভু ଆମକୁ ଅମର ବର ଦେବା ପାଇଁ କ୍ରୁଶରେ ନିଜର ଅମର ଜୀବନ ଆମକୁ ଯାଚୁଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଇ ଜାଗାରେ ଶିଷ୍ୟମାନଙ୍କର ଦୋହଲି ଯାଇଥିବା ମନ, ବିଚଳିତ ମନ, କଠିନ ପ୍ରଶ୍ନର ଉତ୍ତର ଯୀଶୁ ଦେଇଦେଲେ। ଦେଖୁଛ, ତୁମେ କହୁଛ ଆମେ ସବୁ ପରିତ୍ୟାଗ କରି ମୋର ପଛେ ଆସିଛ ବୋଲି କହୁଛ ଯେ ତୁମର ପାଇଁ ପୁରସ୍କାର ଏ ଜଗତରେ ମଧ୍ୟ ଅଛି। ହାଲେଲୁୟା। ଆହୁରି ମଧ୍ୟ ସ୍ୱର୍ଗ ରହିଛି। ମୁଁ ଖାଲି ସ୍ୱର୍ଗର ସ୍ୱପ୍ନ ଦେଖାଉ ନାହିଁ, ସ୍ୱର୍ଗର ଦର୍ଶନ ଦେଖାଉ ନାହିଁ। ମୋର ପଛରେ ଯିବା ଲୋକମାନେ, ଆଉ ଦାଉଦ କହନ୍ତି ଯେ ପ୍ରଭୁଙ୍କର ଭକ୍ତ ଜଣଙ୍କ ଭିତରେ ଜଣଙ୍କୁ ସୁଦ୍ଧା ମୁଁ ଭିକ ମାଗିବାଟା ଦେଖି ନାହିଁ। ଖ୍ରୀଷ୍ଟିଆନ ଭିକାରୀମାନଙ୍କୁ ପାଇପାରିବେ ନାହିଁ। କେତେ ଲୋକ ଅଛନ୍ତି ତାଙ୍କର ବିଶ୍ୱାସ ନାହିଁ। ହଁ, ବିଶ୍ୱାସୀ ଭିକାରୀ ହେଇପାରିବ ନାହିଁ। ବିଶ୍ୱାସୀ କେବେ ଭିକାରୀ ନୁହଁ ସେ। ପ୍ରେଜ୍ ଦ ଲର୍ଡ। ଏବେ ବୋଧେ କିଏ କହିଲେ ମୋର ମନେ ପଡ଼ୁନାହିଁ। ହଁ, ଭାଉଜ ବୋଧେ ପ୍ରାର୍ଥନା କରୁ କ'ଣ କି ଆମେ ନେବା ଲୋକ ହେବା ନାହିଁ, ଆମେ ଦେବା ଲୋକ ହେବା। ପ୍ରେଜ୍ ଦ ଲର୍ଡ। ଆମେ ନେବା ଲୋକ ହେବା ନାହିଁ, ଆମେ ଦେବା ଲୋକ ଆମେ ହେବା। ଏରା ପ୍ରଭୁଙ୍କର ଆଶୀର୍ବାଦ। ନେବାଟା ନାହିଁ। ଆପଣ ଯଦି ଦେଉଛନ୍ତି, ନେବା ଅପେକ୍ଷା କୋଉଠି ଆଶୀର୍ବାଦ ଅଛି? ଦେବାର ଆଶୀର୍ବାଦ ଅଛି। ପ୍ରେଜ୍ ଦ ଲର୍ଡ। ଆପଣ ଋଣିଆ ହୁଅନ୍ତୁ ନାହିଁ, ମାତ୍ର ଋଣ ଦେବା ଲୋକ ହୁଅନ୍ତୁ। ଏଇଟା ହେଉଛି ପ୍ରଭୁଙ୍କର ଆଶୀର୍ବାଦ। ପ୍ରେଜ୍ ଦ ଲର୍ଡ। ତେବେ ଯେ ଦେବା ଲୋକ କିଏ ହେଇଥିବ, ଆଶୀର୍ବାଦ ପାଇବା ଲୋକ ଏକା ସେ ଦେବା ଲୋକ ହେଇପାରିବ। ତେବେ ଦେଖନ୍ତୁ, କେତେ ଲୋକ ଅଛନ୍ତି ଥିଲା ଲୋକ ଭଳିଆ ଦେଖାଯିବେ, ମାତ୍ର ତାଙ୍କର ପ୍ରକୃତରେ କିଛି ନାହିଁ। କେ ଲୋକ ଅଛନ୍ତି ନଥିବା ଲୋକ ଭଳିଆ ଦେଖାଯିବେ, ମାତ୍ର ତାଙ୍କ ପାଖରେ ସବୁ କିଛି ଅଛି। ଯୀଶୁ ପ୍ରଭୁ ନଥିଲା ଲୋକ ଭଳିଆ ଦେଖାଯାଉଥିଲେ, ମାତ୍ର ତାଙ୍କ ପାଖରେ ସବୁ କିଛି ଅଛି। ଆମେ ଭାବିଦେବୁ ପ୍ରଭୁ ତୁମର ଘର ଗୋଟେ ନାହିଁ, ତୁମେ କେମିତି ଲୋକ ଘର ଦେବ? ତୁମର ନିଜର ଘୋଡ଼ା ନାହିଁ, ତୁମେ କେମିତି ଲୋକ ଘୋଡ଼ା ଦେବ? ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ତୁମର ନାହିଁ, ତୁମେ କେମିତି ଦେବ? ତାର ଅର୍ଥ ଯୀଶୁଙ୍କ ପାଖରେ କିଛି ଦେଖାଯାଉ ନାହିଁ। ମାତ୍ର ଲେଖା ହେଲା ଧନୀ ପରମେଶ୍ୱର ଦରିଦ୍ର ହେଲେ ଦରିଦ୍ରମାନଙ୍କୁ ଧନୀ କରିବ। ପ୍ରେଜ୍ ଦ ଲର୍ଡ। ପ୍ରଭୁ କାହିଁକି ତୁମର ଘର ଦ୍ୱାର ଗୋଟେ ନାହିଁ? କାହିଁକି ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନାହିଁ?
कहीं निज गोटे मिराकल कल नहीं बाबू मुई धनी परमेश्वर तुम दरिद्र जमी कि मोर धन तुम धनी हो पार प्रेज द लॉर्ड से विश्वासी माने काकुक्ते नुहति से माने प्रेज द लॉर्ड काकुक्तिया नुहति जड़े मते कहले अच्छा बाबू तुम्हें कहीं तुम अभाव कथा मत कौन कहू तुम घर तो केते समस्या चार मोर अभाव कथा तुम बोझ हम कि नहीं कथा कौन आज जाए आम प्राय 40 वर्ष प्रभु सेवार अच्छु मात्र कुसंस्था मिसवाई गोटे आप्लिकेसन मु लिखी नहीं मोर पर अन्य लिखि देते मात्र मु निज हाथ में लिखी नहीं मिसबी बोली कहीं मु जार सेवा करक आसी से मोर प्रतिपोषण करिवे प्रेज द लॉर्ड हालेलुया ते भाई भणी माने प्रभुंकर पछरे गले प्रभु दरिद्र हेले मात्र से दरिद्र नुहंती से कहीं दरिद्र हेले आम मानू धनी करबा पई तेबे ए जगार आमर पूर्वर धारणा गुड़ाक को प्रभु झाड़ी देवा पई चाहुछंती आमर भीतर नुआ चिंता नुआ धारणा आनी चाहुछंती जीशु प्रभुंकर पछरे गले केही दरिद्र अवस्था रहिबो नहीं हालेलुया प्रभुंकर पछरे गले प्रभु सन आशीर्वाद करिवे ए बस्ता चाउल देवा कथा नहीं को विदेश रु लक्ष लक्ष टंका आसवा कथा नहीं प्रभु आपण मानू रास्ता देखेबे सदा प्रभु मोर प्रतिपालक मोर अभाव हेबो नहीं हालेलुया आकु ताकु हाथ पतेबे द्वारा नहीं मात्र प्रभु अगर हाथ पतेबा द्वारा प्रभु हमको साहाय्य करिवे सेति पई गोटे विश्वासी से भिकारी हेबो नहीं गोटे प्रकृत विश्वासी को रास्ता कड़े बसी से थाली धरिकी से भिक्षा मागबो नहीं जदि से मागबो ताले प्रभु को से मागबो से प्रेज द लॉर्ड हालेलुया जदि से मागबो प्रभु को मागबो मात्र से भिकारी हेबो नहीं प्रभु को पाइबा पूर्वे अनेक लोक भिकारी थिले मात्र प्रभु को विश्वास कला परे से मानकर भिकारी अवस्था बदली जाइछि आज अनेक भिकारी माने बड़ बड़ धनी होइचंती से प्रेज द लॉर्ड बड़ बड़ लोक मान हो जाइचंती एटी दान देवा कथा लास्ट कथा कोई बंद कर देबी आम अनेक थर शुणुचु कोलगेट के जन घर कोलगेट अच्छी कोलगेट पेस्ट कोलगेट पेस्ट अनेक तो शुणी थे मुझे तो कही कोलगेट पेस्ट जो मालिक से गोटे फेरी वाला थे कौन थे फेरी वाला हुईसिल मारिकी बुली बुलिकी से बिक्री करवा लोक थे मात्र से दिने पृथ्वी केते विराट धनी व्यक्ति से प्रेज द लॉर्ड तांगर केते कंपनी प्रभु को सेवा पई से छाड़ी दे से 100 टंकार 90 टंका प्रभु पई खर्च करेंगे 10 टंकार परिवार चलबो कहीं अजस्र संपत्तिर मालिक से तांको अभाव नहीं से 100 रु 90 टंका प्रभु को सेवा पई छाड़ी देवे 10 टंकार चलबे से 10 टंका बोले केते कोटी तांको के उन्नत कले प्रभुर पछरे चलवारू ए लोक को उन्नत कले आउ से निजर संपत्ति रे से प्रभु को सेवा से करुछन्ते से नांती प्रेज द लॉर्ड तांकर प्रेरणा रे ए पृथ्वीर अनेक धनी व्यक्ति सब बाहर जो माने कि प्रभु को सेवा पाई से माने समर्पित प्रभुंकर पछरे गले जने लोक हीनस्था हेबो नहीं काकुक्त हेबो नहीं से प्रभुंकर पछरे गले टंका पैसा पछरे गड़ेबो नहीं ता पछरे प्रभु आशीर्वाद पठेइबे प्रेज द लॉर्ड प्रिय माँ भाई भणी माने जड़े धनी व्यक्ति घटना रे शिष्य मानकर मन दहली जाइथिला केते कठिन प्रश्न उठला ए व्यक्ति जो जाई परने बोले प्रभु आमर कथा कौन बेकार तुम पचर आइलु कि देखला बेलू तुम पाखे किसी विषय नहीं तुम घर द्वार अच्छी ना गाड़ी घोड़ा अच्छी ना तुम पाखे कौन अच्छी तुम पचे सब छाड़ी आइला तुम्हें आमको कौन दे पारबो
ମାତ୍ର ପ୍ରଭୁ କହିଲେ ବାବୁ ମୋର ପାଖରେ କିଛି ଦେଖୁନ, ମାତ୍ର ତୁମର ପାଇଁ ସିଂହାସନ ଅଛି, ତୁମର ପାଇଁ ରାଜ୍ୟ ଅଛି, ତୁମେ ମାନେ ରାଜା, ମୁଇଁ ରାଜା ବନେଇବା ଲୋକ, ମୁଇଁ ସିଂହାସନ ଦେବା ଲୋକ, ମୁଇଁ ରାଜ୍ୟ ଦେବା ଲୋକ। ହାଲେଲୁୟା। ଆଜି ଆମେ ଯେତେ ପ୍ରଭୁଙ୍କୁ ବିଶ୍ୱାସ କରିଛୁ, ଆମକୁ ସେ ରାଜା ବନେଇଛନ୍ତି, ଆମକୁ ଶାସନକର୍ତ୍ତା ବନେଇଛନ୍ତି, ଆମର ଉପରେ ରାଜ୍ୟକୁ ଠିକ୍ କରିଛନ୍ତି, ଆମର ପାଇଁ ସିଂହାସନ ଠିକ୍ କରିଛନ୍ତି, ଆମକୁ ସେ କ୍ଷମତା ଦେଇଛନ୍ତି ଦିନେ ପ୍ରଭୁଙ୍କ ରାଜ୍ୟରେ ପ୍ରଭୁଙ୍କ ସହିତ ଆମେ ଶାସନ କରିବା, ଆଉ ଦୁଷ୍ଟମାନଙ୍କର ହସ୍ତକୁ ଆଉ ରାଜ୍ୟ ଦିଆଯିବ ନାହିଁ, ଆଉ ଦୁଷ୍ଟମାନେ ପୃଥିବୀରେ ଶାସନ କରିବେ ନାହିଁ, ଖ୍ରୀଷ୍ଟ ଭକ୍ତମାନେ ପୃଥିବୀରେ ଶାସନ କରିବେ। କେତେ ବଡ଼ ସୌଭାଗ୍ୟ! ଆମେ ସେଇ ଭରସାରେ ତ, ସେଇ ବିଶ୍ୱାସରେ ତ ଆମେ ଆଜି ଆସିଛୁ। ଆଜି ଯେ ମିଶା ଶାସନ କରିଦେଲା, ମାତ୍ର ପ୍ରଭୁ ଆଉ ସେ ଶାସନ କ୍ଷମତା ଚୋରମାନଙ୍କ ହାତରେ, ଡକାୟତମାନଙ୍କ ହାତରେ ଆଉ ଛାଡ଼ିଦେବେ ନାହିଁ, ବରଂ ସାଧୁମାନଙ୍କୁ ଦିଆଯିବ। ଆଉ ସେ ସମୟ ବହୁ ଦୂର ନାହିଁ, ଆସିଯାଉଛି। ପ୍ରେଜ୍ ଦ ଲର୍ଡ। ତେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଗୋଟେ ଦୂରଦୃଷ୍ଟି ରଖି ଆମେ ଚାଲବା। ପ୍ରଭୁ ତୁମ ପଛରେ ଗଲେ ମୋ ପାଇଁ ତୁମେ ସବୁ ରଖିଛ, ମାତ୍ର ବେଳେବେଳେ ଅଭାବ ଅଛି, ବେଳେବେଳେ ଅସୁସ୍ଥତା ଅଛି, ବେଳେବେଳେ ଦୁର୍ବଳତା ବି ରହିଛି, ବେଳେବେଳେ ସମସ୍ୟା ବି ରହିଛି। ପ୍ରେଜ୍ ଦ ଲର୍ଡ। ଏ ସବୁକୁ ପାର କରି ଆମେ ପ୍ରଭୁ ସହିତ ଲାଗିଥିବା, ଲୋକଙ୍କ ଥଟା ପରିହାସ ଆଗରେ ଆମେ ହାତ ଟେକି ଦେବା ନାହିଁ, ନିନ୍ଦା ତାଡ଼ନା ଆଗରେ ଆମେ ହାର ମାନିଯିବା ନାହିଁ, ଆମେ ସାହସିକ ହେବା, ନିର୍ଭୀକ ହେବା। ଆମର ପାଇଁ ପ୍ରଭୁ ଦିନେ ପୁରସ୍କାର ସେ ଦେବେ। ପ୍ରେଜ୍ ଦ ଲର୍ଡ। ଧନୀ ଲୋକ ଲେଖା ହେଇଛି, ଧନୀ ବ୍ୟକ୍ତି ନିଜର ଦରିଦ୍ରତା ଦର୍ପ କରୁ, ଆଉ ଜଣେ ଦରିଦ୍ର ବ୍ୟକ୍ତି ନିଜର ପ୍ରଚୁରତାରେ ଦର୍ପ କରୁ ବୋଲିକି ଯାକୁବ ପତ୍ରରେ ଯୀଶୁଙ୍କର ଭାଇ ଯାକୁବ ସେ କହୁଛନ୍ତି। ହାଲେଲୁୟା। ଯଦି ଧନୀ ହେଲେ ପ୍ରଭୁ ଧନ୍ୟବାଦ, ଆଉ ଲାଜାର ଭଳି ଅବସ୍ଥା ଥିଲେ ମଧ୍ୟ ଶେଷ ଯାଏ ଆମେ ବିଶ୍ୱାସ ଥିର ଥିବା ପ୍ରଭୁ ଆଶୀର୍ବାଦ କରିବେ। ହାଲେଲୁୟା।